ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁସାରେ 7ରେ ଲଘୁଚାପ ରୂପ ନେବ ଘୂର୍ଣ୍ଣବଳୟ। ଆଜିଠୁ ପ୍ରବଳ ବର୍ଷା। ସେଓ ଜିଲ୍ଲାକୁ ମିଳିଛି ଆଲର୍ଟ। ଅପଡେଟ୍ ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆ କି ଆସିଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରନ୍ତୁ। ତା ସହ ଆପଣଙ୍କ ସାଙ୍ଗସାଥୀଙ୍କ ସହ ଭିଡ଼ିଓକୁ ଅତିମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା ଏବେ ବି ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପାଇପାରିବେ। ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବ। ସନ୍ଧ୍ୟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣବଳୟ ସୃଷ୍ଟି ହେବ। 7ରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଛି 6 ତାରିଖ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। 7 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। କିଛି ସ୍ଥାନରେ 120 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। 8 ତାରିଖରେ ପ୍ରବଳ ବର୍ଷା ହେବ। 6 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲାରେ କିଛି ସ୍ଥାନରେ 70ରୁ 110 ମିଲିମିଟର ବର୍ଷା ସମ୍ଭାବନା ଅଛି। ଭୁବନେଶ୍ୱରରେ ଆଜି 43.9 ମିଲିମିଟର ବର୍ଷା ହୋଇଛି। କଟକରେ 29.4, ତାଳଚେରରେ 21, ନୟାଗଡ଼ରେ 19 ଓ ଢେଙ୍କାନାଳରେ 11.2 ମିଲିମିଟର ବର୍ଷା ହୋଇଛି। ଗତ 24 ଘଣ୍ଟାରେ ବାଲେଶ୍ୱର, ନୀଳଗିରିରେ 93, କେନ୍ଦୁଝର, ଦୈତାରୀରେ 75.6 ମିଲିମିଟର ବର୍ଷା ହୋଇଛି।